ଜୟ ଜଗନ୍ନାଥ ପିଲାମାନେ। ଆଶା କରୁଛି ସମସ୍ତେ ଭଲରେ ଥିବ। ପିଲାମାନେ ଆଉ ଏକ ନୂଆ ଭିଡ଼ିଓକୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଜବ୍ ସାଥୀକୁ ସମସ୍ତଙ୍କୁ ସ୍ୱାଗତ କରୁଛି। ପିଲାମାନେ ଏହି ଭିଡ଼ିଓଟିରେ ଆମେ ଦେଖିବା OPSC ତରଫରୁ ବହୁତ ଗୁଡ଼ିଏ ଭ୍ୟାକେନ୍ସି ଆସିଛି ଆମମାନଙ୍କ ପାଇଁ। OPSC ତରଫରୁ କ'ଣ କ'ଣ ଭ୍ୟାକେନ୍ସି ସବୁ ରହିଛି ଏବଂ କ'ଣ କ'ଣ କ୍ୱାଲିଫିକେସନ୍ ମାଗିଛି ଏବଂ କେମିତି କ'ଣ ଆମେ ଆପ୍ଲାଏ କରିବା ତା'ର ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ପିଲାମାନେ ମୁଁ ବହୁତ ସରଳ ଭାବରେ ତୁମମାନଙ୍କୁ ଗୋଟିଏ ପରେ ଗୋଟିଏ ତା'ର ଡେସ୍କ୍ରିପସନ୍ରେ ମୁଁ ଜଣାଇବି ଯେ ଆମେ କେମିତି କ'ଣ ଆପ୍ଲାଏ କରିବା। ତେଣୁ ଧ୍ୟାନ ଦେଇକି ପିଲାମାନେ ସମସ୍ତେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବ। ପୋଷ୍ଟଟି ଆମର ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ତରଫରୁ ବାହାରିଛି ବା OPSC ତରଫରୁ ପୋଷ୍ଟଟି ବାହାରିଛି ପିଲାମାନେ। ପ୍ରଥମ ପଏଣ୍ଟ। ଦ୍ୱିତୀୟ ପଏଣ୍ଟ କ'ଣ ପୋଷ୍ଟ ବାହାରିଛି ନା ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର ଗ୍ରୁପ୍ B କ୍ଲାସ୍ 2 ଅଫ୍ ଗ୍ରୁପ୍ B ସର୍ଭିସ୍ ଅଣ୍ଡର ଡିପାର୍ଟମେଣ୍ଟ ଅଫ୍ ଏଗ୍ରିକଲଚର ଆଣ୍ଡ ଫାର୍ମର୍ସ ଏମ୍ପାୱରମେଣ୍ଟ ତରଫରୁ ବାହାରିଛି। କ'ଣ ପୋଷ୍ଟ ବାହାରିଛି ନା ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର। କେତେ ଗୋଟି ପୋଷ୍ଟ ବାହାରିଛି ପିଲାମାନେ? 22 ଗୋଟି ପୋଷ୍ଟ ବାହାରିଛି। ଟୋଟାଲ ପୋଷ୍ଟ କେତେଟା ନା 22ଟା। ତା ମଧ୍ୟରୁ 7ଟା ଆମର ଓମେନ୍ ମାନଙ୍କ ପାଇଁ ରିଜର୍ଭେସନ୍ ରହିଛି। କ୍ଲିଅର? ପ୍ରଥମ ପଏଣ୍ଟ ଆମର ଥିଲା ଏଟା OPSC ତରଫରୁ ବାହାରିଛି। ପୋଷ୍ଟ କ'ଣ ବାହାରିଛି ନା ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର ବାହାରିଛି। କେଉଁ ଡିପାର୍ଟମେଣ୍ଟରେ ନା ଏଗ୍ରିକଲଚର ଆଉ ଫାର୍ମର୍ସ ଡିପାର୍ଟମେଣ୍ଟରେ ବାହାରିଛି। ଟୋଟାଲ ପୋଷ୍ଟ କେତେଟା ରହିଲା ନା 22ଟା ପୋଷ୍ଟ ରହିଲା ଏବଂ ଓମେନ୍ ମାନଙ୍କ ପାଇଁ ରହିଲା 7ଟା। ଯିବା ନେକ୍ସଟ ପାର୍ଟକୁ। ଆଉ କ'ଣ ଡିଟେଲ୍ସ ରହିଛି ପିଲାମାନେ ଦେଖ। ଆମେ ଡିଟେଲ୍ସ ଜାଣିଲେ ପୋଷ୍ଟ ବିଷୟରେ। ଏବେ ଦେଖିବା ଡେଟ୍। କ'ଣ ଡେଟ୍ ରହିଛି, କେବେ ଆମେ ଆପ୍ଲାଏ କରିବା ଆଉ କେବେ ଏହାର ଶେଷ ତାରିଖ ରହିଛି ପିଲାମାନେ। ଆପ୍ଲାଏ କରିବାର ତାରିଖ ଯେଉଁଟା ରହିବ ଦେଖ ପିଲାମାନେ, ଲିଙ୍କ ଆକ୍ଟିଭେଟ୍ ହେବ କେଉଁଠୁ ନା 28/7/2026 ଏବଂ ସରିବ କେବେ ନା 28/8/2026 ମାନେ ମାସେ 30 ଦିନ ଟାଇମ୍ ରହୁଛି ଆମ ପାଖରେ। 28/7ରୁ ଆରମ୍ଭ ହେବ, ସରିବ କେବେ ନା 28/8 ମାନେ ଅଗଷ୍ଟରେ ସରିବ। ଜୁଲାଇ 28ରୁ ଆରମ୍ଭ ହେଉଛି ଏବଂ ଅଗଷ୍ଟ 28ରେ ଶେଷ ହେବ। କେଉଁଠି ଆମେ ଆପ୍ଲାଏ କରିପାରିବା ନା OPSC ସାଇଟ୍ରୁ ହିଁ ଆମେ ଆପ୍ଲାଏ କରିପାରିବା। ସେ ଦେଖ ଏଇଠି ଦେଇଛି, ୱେବସାଇଟ୍ର ଲିଙ୍କଟା ଏଠି ଦେଇଛି, କିନ୍ତୁ ଏ PDFରେ ତୁମେ ଲିଙ୍କଟା କ୍ଲିକ୍ କଲେ ହେବ ନାହିଁ। ଯଦି ଆମେ ଗୁଗୁଲରେ OPSC ଖାଲି କରିବା ତାର ଫାଷ୍ଟ ଅପସନରେ ପଳେଇ ଆସିବ। ଯେତେବେଳେ OPSC ଆମେ ସର୍ଚ୍ଚ କରିବା OPSCର ସାଇଟ୍ର ଲିଙ୍କ ପଳେଇ ଆସିବ। ସେଇଠି କ୍ଲିକ୍ କଲେ ଆମେ এইটি বা OPSC সাইটরে আমি এন্টর করিপারিবা। তেমন এই লিঙ্কটি সে দেইছি দেখো https://opsc.gov.in খালি opsc.gov.in কলে বি পলাই আসিব, কিংবা খালি যদি আমি গুগলরে OPSC সর্চ করছন্তি তার লিঙ্কটি পলাই আসিব। ইয়ে রহিলা তার ডেট। মু যেমতি কহিলি 22টি পোস্ট বাহারিছি। ক্লিয়ার? এবে দেখিবা এজ লিমিট। এজ লিমিট কোন রহিব না রয়েছে 21 to 42 রহিব। এজ লিমিট কোন রহিব না 21 ରୁ 42। ମୁଁ ଆଉ ଥରେ କହୁଛି ପିଲାମାନେ, 21 ରୁ 42 ରହିବ ମ୍ୟାକ୍ସିମମ୍ 42, ମିନିମମ୍ ରହିବ 21। ଏଠି ସେ କ୍ଲିଅର ମେନସନ୍ କରିଛି। କେତେ ପର୍ଯ୍ୟନ୍ତ ନା 1st ଡେ ଅଫ୍ ଜାନୁଆରୀ 2026 ପର୍ଯ୍ୟନ୍ତ କାଲକୁଲେସନଟା ହେବ। କ୍ଲିଅର? ଏବେ ଦେଖିବା ଏଜୁକେଶନାଲ କ୍ୱାଲିଫିକେସନ୍। ଆମକୁ ଶିକ୍ଷାଗତ ଯୋଗ୍ୟତା କ'ଣ ସିଏ ମାଗୁଛି। ଯେହେତୁ এটা ଏଗ୍ରିକଲଚର ଡିପାର୍ଟମେଣ୍ଟର ପୋଷ୍ଟ ଏବଂ ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସରର ପୋଷ୍ଟ, ତେଣୁ ୟାର କ୍ୱାଲିଫିକେସନ୍ ସମ୍ପୂର୍ଣ୍ଣ ଅଲଗା ରହିବ। ଯେଉଁମାନେ ଖାଲି ଗ୍ରାଜୁଏସନ୍ କରିଛନ୍ତି ସେମାନେ ଆପ୍ଲାଏ କରିପାରିବେ ନାହିଁ। ତେଣୁ ମୋତେ ବହୁତ ପିଲା ପ୍ରଶ୍ନ ପଚାରନ୍ତି, କମେଣ୍ଟ ମାଧ୍ୟମରେ ଜଣାନ୍ତି, ସାର୍ ଆମେ କରିପାରିବୁ କି ନ କରିପାରିବୁ। ଆପଣ ଭିଡ଼ିଓଟିକୁ ଭଲ ଭାବରେ ଦେଖିବେ, ତାର କଣ୍ଡିସନ୍ ଆଉ କ୍ରାଇଟେରିଆ କ'ଣ ଦେଉଛି ସେଇ ହିସାବରେ ତୁମେ ଭଲ ଭାବରେ ବୁଝିପାରିବ। ମୁଁ ଏଇଠି କହୁଛି ପିଲାମାନେ ଦେଖ, ଏଜୁକେସନ୍ କ୍ୱାଲିଫିକେସନ୍ ସେ ମାଗିଛି ଆମକୁ କ'ଣ ନା ଏ କ୍ୟାଣ୍ଡିଡେଟ୍ ମଷ୍ଟ ହେଭ୍ ପ୍ରୋସେସ୍ଡ ବ୍ୟାଚଲର ଅଫ୍ ସାଇନ୍ସ ଡିଗ୍ରୀ ଇନ୍ ହର୍ଟିକଲଚର। BSc କରିଥିବେ କିନ୍ତୁ ହର୍ଟିକଲଚର ଅପସନାଲ୍ ସବଜେକ୍ଟ ତାଙ୍କର ସବଜେକ୍ଟ ଥିବା ଦରକାର ଅର୍ ଏଗ୍ରିକଲଚର ଥିବା ଦରକାର। BSc ଇନ୍ ହର୍ଟିକଲଚର ଅର୍ BSc ଇନ୍ ଏଗ୍ରିକଲଚର ହେଲା। ନର୍ମାଲ ଗ୍ରାଜୁଏସନ୍ ହେବ ନାହିଁ, ସିମ୍ପଲ୍ ଗ୍ରାଜୁଏସନ୍ ହେବ ନାହିଁ। କିନ୍ତୁ ଏଇ ଦୁଇଟି ବିଷୟରେ ଯେଉଁମାନେ ଗ୍ରାଜୁଏସନ୍ କରିଥିବେ BSc ଇନ୍ ହର୍ଟିକଲଚର ବା BSc ଇନ୍ ଏଗ୍ରିକଲଚର, ସେଇମାନେ ହିଁ ଇଲିଜିବୁଲ୍ ଆପ୍ଲାଏ କରିବା ପାଇଁ। କ୍ଲିଅର? ତାପରେ ଦେଖିବା ଏକ୍ଜାମିନେସନ୍ ଫି। ଏକ୍ଜାମିନେସନ୍ ଫି କ'ଣ ରହିବ ନା ଦ କ୍ୟାଣ୍ଡିଡେଟ୍ସ ଅଦର ଦେନ୍ SC ST PWD କ୍ୟାଟାଗୋରୀ ପିଲାମାନଙ୍କ ପାଇଁ ଏଠି ଫି ନାହିଁ, କୌଣସି ଫି ଦେବା ପାଇଁ ପଡ଼ିବ ନାହିଁ। ଯେଉଁମାନେ ଅଦର ରହିଲେ ତାଙ୍କ ପରେ ଯେଉଁମାନେ ଜେନେରାଲ କ୍ୟାଣ୍ଡିଡେଟ୍ ରହୁଛନ୍ତି ବା OBC ରହୁଛନ୍ତି, ସେମାନେ 700 ଟଙ୍କା ଅନଲାଇନ୍ ଯେତେବେଳେ ଆପ୍ଲାଏ କରିବେ ସେଇ ଟାଇମ୍ରେ ତୁମକୁ ଏକ୍ଜାମ୍ ଫି ଦେବା ପାଇଁ ପଡ଼ିବ। ଏଠି ସେ କ୍ଲିଅର ମେନସନ୍ କରିଛି 700 ଟଙ୍କା। କ୍ଲିଅର? ଗୋଟେ ସେ କଣ୍ଡିସନ୍ ଲେଖିଛି ପିଲାମାନେ ଦେଖ, ରିଫଣ୍ଡେଡ୍ ଓନ୍ଲି ଟୁ ଦୋଜ୍ କ୍ୟାଣ୍ଡିଡେଟ୍ସ ହୁ ଆକ୍ଚୁଆଲି ଆପିଆର ଇନ୍ ବୋଥ୍ ଦ ପେପର୍ସ ଅଫ୍ ରିଟିନ୍ ଏକ୍ଜାମିନେସନ୍। ସେ କହିଛି ବୋଥ୍ ପେପରରେ ଏକ୍ଜାମିନେସନରେ ଯେଉଁମାନେ ଆଟେଣ୍ଡ କରିବେ ସେଇମାନଙ୍କର ଫିଟା 700 ଟଙ୍କା ଯେଉଁମାନେ ଦେଇଥିବେ ସେମାନଙ୍କୁ ରିଫଣ୍ଡ ହେବ। ତା ମାନେ ଯେଉଁ ପିଲାମାନେ ଜେନେରାଲ ବା OBC କ୍ୟାଟେଗୋରୀରେ ଆସୁଛନ୍ତି, ଜେନେରାଲ ହଉ ବା OBC ହଉ, EWS କ୍ୟାଟେଗୋରୀ ହଉ, ଯେଉଁ କ୍ୟାଟେଗୋରୀ ଗୁଡ଼ିକ ରହିଲା ଅଦର ଦେନ୍ SC ST PWDକୁ ଛାଡ଼ିଦେଲେ,
ସେମାନେ 700 ଟଙ୍କା ଦେଇ ଫର୍ମ ପକେଇବେ ଏବଂ କଣ୍ଡିସନ କ'ଣ ରହିବ ନା ସେ 700 ଟଙ୍କାଟା ଫେରେଇବ। କେତେବେଳେ ଫେରେଇବ ନା ଯେଉଁ ପିଲା ଆପ୍ଲାଏ କରିଥିବ 700 ଟଙ୍କା ଡିପୋଜିଟ୍ କରିଥିବ ସେ ପିଲା ଯଦି ପେପର 1 ପେପର 2ରେ ଏକ୍ଜାମଟା ଆଟେଣ୍ଡ କରିବ ମାନେ ଏକ୍ଜାମ ଯିବ ଦେବା ପାଇଁ ଏକ୍ଜାମ ଦେଇଥିବ ତାକୁ ହିଁ ସେଟା ରିଟର୍ନ ହେବ ବା ରିଫଣ୍ଡ ହେବ ଏକ୍ଜାମ ସରିଲା ପରେ। ନହେଲେ ଯଦି ମିସ୍ କରୁଛନ୍ତି ଆମେ ଆବସେଣ୍ଟ ରହୁଛନ୍ତି ତାହେଲେ ସେ ପଇସାଟି ମିଳିବ ନାହିଁ। କ୍ଲିୟର? ଆଉ କ'ଣ ରହିବ ନା ମେଥଡ଼ ଅଫ୍ ସିଲେକ୍ସନ୍। मेथड केमती सिलेक्शन हम देखो ना सिलेक्शन कैंडिडेट्स रिक्रूटमेंट पोस्ट असिस्टेंट हॉर्टिकल्चर ऑफिसर शैल बी मेड ऑन बेसिस ऑफ रिटन एग्जामिनेशन एमसीक्यू पैटर्न एंड पर्सनालिटी टेस्ट। ताले एमसीक्यू पैटर्न हम पिला माने रिटन टेस्ट हम है रिटन टेस्ट पेपर 1 पेपर 2 रोचे से आमको मेंशन करिछि देखो पिला माने तेणु आमर गोटे रिटन एग्जामिनेशन हम ये देख केबे हम रिटन टेस्ट रो एग्जाम रो डेट लिखि देछि 27/9/2026 तामाने 27 सेप्टेम्बर रे एग्जाम हेबो। जो मैंने एग्जाम रे क्वालिफाई करेंगे से माने जिबे पर्सनालिटी टेस्ट बा इंटरव्यू को जिबे एवं से इंटरव्यू रे क्वालिफाई कले से माने ही चाकरी पाइबे। क्लियर? भावुची पिला माने तुमे वीडियो माध्यम सब डिटेल्सटा पाई जाइथिबो। जदि भी कहार कोनोसी डाउट रहिला मते कमेंट माध्यम रे जणैबो मु निश्चित सेमानकु कमेंट माध्यम रे तांकर रिप्लाईटी मु जणैबी। रहिली जय जगन्नाथ एवं समस्त को अनुरोध वीडियोटी को समस्त को शेयर करिवो जो माने ओपीएससी रे बा जो माने एग्रीकल्चर आ हॉर्टिकल्चर रे ग्रेजुएशन करिसंती से माने चाकरी पाई निश्चित अप्लाई करूथबे बा अपेक्षा करिकि थिबे से माने ए वीडियोटी को देखिले इन्फॉर्मेशन टी पाई परिबे। रहिली जय जगन्नाथ।